ସମସ୍ତଙ୍କୁ ମୋର ପ୍ରଣାମ। ଶ୍ରୀରାମଙ୍କର ଜୀବନ ମର୍ଯ୍ୟାଦାର ସେହି ପ୍ରସ୍ତୁତକରଣ ଅଟେ ଯାହା ପାରିବାରିକତାର, ବନ୍ଧୁତ୍ୱର, ଦାମ୍ପତ୍ୟ ଜୀବନର ତଥା ଲୋକନାୟକର ଆଦର୍ଶ ଆମ ସମ୍ମୁଖରେ ରଖିଥାଏ। ସେ ପୁରୁଷୋତ୍ତମ ଏଥିପାଇଁ ବୋଲାଇଥାନ୍ତି ଯେ ଲୀଳା ପୁରୁଷ ହେବା ସତ୍ତ୍ୱେ ମଧ୍ୟ ସାଧାରଣ ମାନବ ପରି ଜୀବନ ବିତାଇ ସେ ଉତ୍ତମ ପୁରୁଷ ପରି ଆଚରଣ କରିବାର ଦେଖାଯାଇଛନ୍ତି, ଯାହା ପ୍ରତ୍ୟେକ ଭାରତୀୟର ମୂଳ ଉଦ୍ଦେଶ୍ୟ ଅଟେ। ଲେଖକ ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ। ପୁସ୍ତକର ନାମ ମର୍ଯ୍ୟାଦା ପୁରୁଷୋତ୍ତମ ରାମ। ପୁସ୍ତକର ପରିଚୟ ଅବତାର, ମହାପୁରୁଷ, ଲୀଳା ପୁରୁଷଙ୍କ ଜୀବନ ପ୍ରସଙ୍ଗ ବାରମ୍ବାର ଏଥିପାଇଁ ପଢ଼ାଯାଏ ଯେ ଲୋକେ ସେଥିରୁ ପ୍ରେରଣା ନେଇ ନିଜ ଅନ୍ତଃକରଣରେ ସେହିପରି ଶ୍ରେଷ୍ଠତା ଧାରଣ କରନ୍ତୁ। ଜୀବ ବ୍ରହ୍ମର ସମକକ୍ଷ ହେବାର ପାତ୍ରତା ରଖିଥାଏ ଏବଂ ପୁରୁଷରୁ ପୁରୁଷୋତ୍ତମ, ଲଘୁରୁ ମହାନ ହୋଇପାରିବ ଯଦି ସେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜୀବନର ଆଦର୍ଶକୁ ନିଜ ସାମ୍ନାରେ ରଖିବ। ଭଗବାନ ରାମ ସବୁଠାରୁ ଆଦର୍ଶବାଦୀ ଚରିତ୍ରର ପ୍ରତୀକ। ନିଜର ଉଚ୍ଚ ପ୍ରତିଷ୍ଠିତ ଚରିତ୍ର ପାଇଁ ଜଣାଶୁଣା। ଶ୍ରୀରାମ ବର୍ଗହୀନ ସମାଜର ସ୍ଥାପନା କରିଥିଲେ। ସାମାଜିକତା ପାଇଁ ନିଷାଦ, ଶବରୀ, ସୁଗ୍ରୀବ ଠାରୁ ନେଇ ପ୍ରତ୍ୟେକ ଛୋଟ ବଡ଼କୁ ସ୍ନେହ କରିଛନ୍ତି। ଆଜିର ଏହି ବଢ଼ୁଥିବା ଆସ୍ଥା ସଙ୍କଟରେ ଶ୍ରୀରାମଙ୍କ ଜୀବନରୁ ମିଳୁଥିବା ଶିକ୍ଷା ଜାଣିବା ବହୁତ ଜରୁରୀ ଅଟେ। ପିତା ପୁତ୍ର ମଧ୍ୟରେ କ'ଣ ଆଦର୍ଶ ସମ୍ବନ୍ଧ ହେବା ଉଚିତ? ପୁତ୍ରର କର୍ତ୍ତବ୍ୟ କ'ଣ? ଭ୍ରାତାପ୍ରେମ କ'ଣ ହୋଇଥାଏ? ଆଦର୍ଶ ଦାମ୍ପତ୍ୟ ଜୀବନ କିପରି ନିର୍ବାହ କରାଯାଏ? ଗୁରୁ ଶିଷ୍ୟ, ସ୍ୱାମୀ ସେବକ ସମ୍ବନ୍ଧ କ'ଣ ହୋଇଥାଏ? କେବେ ଅନୁଚିତ ସାମ୍ନାକୁ ଆସିଯାଏ ତେବେ ତା'ର ବିରୋଧ କିପରି କରାଯିବ? ଆପଣଙ୍କ ସମ୍ମୁଖରେ ପ୍ରସ୍ତୁତ ଏକ ଲଘୁ ପୁସ୍ତକ ଯାହା ଶ୍ରୀରାମଚରିତ ମାନସର ସୁନ୍ଦର କବିତାର ସଂଗ୍ରହ ଅଟେ। ଏହି ପୁସ୍ତକରେ ଭଗବାନ ଶ୍ରୀରାମଙ୍କ ଜୀବନ ଚରିତ୍ରର ଆବଶ୍ୟକ ପାର୍ଶ୍ୱକୁ ତାଙ୍କର ଗୁଣ ଆଧାରରେ ବର୍ଗୀକୃତ କରି ଆପଣଙ୍କଠାରେ ପ୍ରସ୍ତୁତ କରିବାର ପ୍ରୟାସ କରାଯାଇଛି। ଏଥିରେ ଶ୍ରୀରାମଚରିତ ଗାଥାର କେତେକ ପାର୍ଶ୍ୱ ଯାହା ଆମ ଜୀବନ ଆଉ ସମାଜକୁ ଉଚ୍ଚକୁ ଉଠାଇବାରେ ସଫଳ ହେବ। ପୁସ୍ତକର କିଛି ଅଂଶ ଯେବେ ମାନବ ଜୀବନ ବିବେକ ବୁଦ୍ଧିର ଉପେକ୍ଷା କରିବାରେ ଲାଗେ ତେବେ ବୁଝିନେବା ଉଚିତ ଯେ ଖରାପ ଦିନ ଆରମ୍ଭ ହୋଇଗଲା। ଆଦର୍ଶ ରାଜ୍ୟ ସଞ୍ଚାଳନ କର୍ତ୍ତାର ଲୋକ ନେତୃତ୍ୱ କରିବାର ଗୁଣ କିପରି ହେବ? ଶୌର୍ଯ୍ୟ, ସତ୍ୟ, ଶୀଳ, ବିବେକ, ସଂଯମ, ପରମାର୍ଥ କିପରି ବ୍ୟକ୍ତିଗତ ଜୀବନରେ ବ୍ୟବହାରିକ ରୂପରେ ଉତ୍ତୀର୍ଣ୍ଣ ହେବ, ଏହାକୁ ଶ୍ରୀରାମଙ୍କ ଗାଥା ଅତିରିକ୍ତ ଆଉ କେଉଁଠି ମିଳେ ନାହିଁ। ଗୁରୁଭକ୍ତି, ଈଶ୍ୱରନିଷ୍ଠା ତଥା ଭକ୍ତି ସମର୍ପଣର ପ୍ରକୃତ ଶିକ୍ଷଣ ଶ୍ରୀରାମଙ୍କ ଜୀବନରେ ଦେଖିବାକୁ ମିଳେ। ସଦ୍ଗୁରୁ ନା ସ୍ୱାର୍ଥପର ହୋଇଥାଏ ଆଉ ନା ହିଁ ସ୍ୱାର୍ଥ ଶିଖାଇଥାଏ। ସେ ଭଗବାନଙ୍କ ପ୍ରତିନିଧି ହୋଇଥାଏ, ଭଗବାନଙ୍କ କାର୍ଯ୍ୟ କରେ ଆଉ ତାହାର ହିଁ ପ୍ରେରଣା ଦେଇଥାଏ। ତାଙ୍କ ଭିତରେ ମୋହ ଏବଂ ଅଜ୍ଞାନ ଦୂର କରିବାର ସାମର୍ଥ୍ୟ ଥାଏ। ସତ୍ସଙ୍ଗ ହିଁ ଆନନ୍ଦ ଆଉ କଲ୍ୟାଣର ଜଡ଼। ସତ୍ସଙ୍ଗର ସିଦ୍ଧି ହିଁ ଫଳ ଅଟେ। ଅନ୍ୟ ସବୁ ସାଧନ ତ ମାତ୍ର ତାହାର ଫୁଲ ଅଟେ। ଯେବେ ଅସୁରତ୍ୱ ବଢ଼ିଯାଏ ଆଉ ତାହାର ନିୟନ୍ତ୍ରଣ ଲୌକିକ ସ୍ତରରେ ହୋଇ ନପାରେ, ସେତେବେଳେ ଭଗବାନଙ୍କ ଶକ୍ତି ବିଭିନ୍ନ ରୂପରେ ପ୍ରକଟ ହୁଏ। ନିଜ ସମକକ୍ଷ ଆଉ କାହାକୁ ନ ମାନୁଥିବା ବ୍ୟକ୍ତିକୁ ଅହଙ୍କାରରେ ଅନ୍ଧ ବୋଲି କୁହାଯାଏ। କାମନା ମନ ଉପରେ ବାଦଲ ପରି ଛାଇ ରହିବା ଦ୍ୱାରା ଜୀବନରେ ଅଧ୍ୟାତ୍ମର ପ୍ରକାଶ ପଡ଼ିପାରେ ନାହିଁ। ଦୁଃଖଦ ସମୟ କମ୍ ହେବା ସତ୍ତ୍ୱେ ଅଧିକ ଅନୁଭବ ହୁଏ, ପରନ୍ତୁ ବୁଦ୍ଧିମାନ ବ୍ୟକ୍ତି ସେ ସବୁକିଛିକୁ ବହୁତ ଧୈର୍ଯ୍ୟର ସହ ସହିଯାଏ। ପୁସ୍ତକର କିଛି ମୁଖ୍ୟବିନ୍ଦୁ ପାରିବାରିକ ଜୀବନର ଆଦର୍ଶ, ଗୁରୁ ଶିଷ୍ୟର ଆଦର୍ଶ ସମ୍ବନ୍ଧ, ସ୍ୱାମୀ ସେବକ ସମ୍ବନ୍ଧ, ରାମାୟଣର ସାମାଜିକ ଆଦର୍ଶ, ବୁଦ୍ଧିମତ୍ତା ଅଥବା ଦାନଶୀଳତା, ଗୁରୁଙ୍କ ମହିମା। ଲେଖକଙ୍କ ବିଷୟରେ ବ୍ରହ୍ମବର୍ଚସ୍ୱ ଶୋଧ ସଂସ୍ଥାନ ହରିଦ୍ୱାର ଗଙ୍ଗାକୂଳରେ ସ୍ଥିତ ଏକ ଅନୁସନ୍ଧାନ ସଂସ୍ଥାନ, ଯାହାର ସ୍ଥାପନା ଗାୟତ୍ରୀ ପରିବାରର ସଂସ୍ଥାପକ ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ ଦ୍ୱାରା 1979ରେ କରାଯାଇଥିଲା।
ଏହି ସଂସ୍ଥାନ ବିଜ୍ଞାନ ଆଉ ଆଧ୍ୟାତ୍ମବାଦର ସମନ୍ୱୟ ଦ୍ୱାରା ସ୍ୱାସ୍ଥ୍ୟ କଲ୍ୟାଣର ବିଭିନ୍ନ ପ୍ରୟୋଗ କରିଥାଏ। ଏହାର ପ୍ରମୁଖ ବିଷୟ ଯୋଗ, ଯଜ୍ଞୋପାଥି, ଆୟୁର୍ବେଦ, ମନ୍ତ୍ର ବିଜ୍ଞାନ ଏବଂ ଏହାର ଚିକିତ୍ସୀୟ ଅନୁପ୍ରୟୋଗ, ସୂର୍ଯ୍ୟ ଚିକିତ୍ସା, ପ୍ରାଣ ଚିକିତ୍ସା, ସ୍ୱର ବିଜ୍ଞାନ, ବୈଜ୍ଞାନିକ ଆଧ୍ୟାତ୍ମବାଦ ଆଦି। ଆପଣଙ୍କର ପଠନ ଆନନ୍ଦଦାୟୀ ହେଉ, ଏହା ହିଁ ଶୁଭେଚ୍ଛା।